ଅଛନ୍ତି। ଯେହେତୁ ଦୈତାରୀ ଭାଇ ତାଙ୍କର ଗୃହାଙ୍ଗରେ ସତ୍ସଙ୍ଗଟି କଲେ, ସେ କହିଲେ ଭାଇ ସତ୍ସଙ୍ଗଟି କରିବି, ମୋର ତ ଘରଘାଟ ନାହିଁ, କିଛି ନାହିଁ, ଠାକୁର କେମିତି ଗଳିକି ପଶିବେ? ମୁଁ କହିଲି ଆପଣ ଥରେ ଗଳେଇକି ପୁରାନ୍ତୁ। ତାପରେ ଠାକୁର, ଏମିତି ଅନେକ କାହାଣୀ ଅଛି। ଠାକୁର ଯିଏ ଅନ୍ତରସକରେ ଭଲ ପାଏ, ସେ ଭଲ ପାଏ ଆମ ଜୀବନ ଦିଗନ୍ତ ବହୁତ କଥା ଅଛି। ତେଣୁ ସେଇ ଭଲ ପାଇବା ଭିତରେ ଠାକୁରଙ୍କୁ ଉପବିଷ୍ଟ କରିଛନ୍ତି। ତାଙ୍କର ସେ ଜାଗାର ସେ ପବିତ୍ରତା ଈଶ୍ୱରଙ୍କୁ ଭଲ ପାଇବା ଭିତରେ ଦେଇ ତାଙ୍କର ସେଇ ଆହୁରି ଭଲ ପାଇବାଟା ଲାଗି ରହୁ, ସେ ପ୍ରୀତି ରହୁ। ଈଶ୍ୱର ପ୍ରୀତି ରହିଲେ ମଣିଷ ପ୍ରକୃତି ପ୍ରତି ଯେତେ ଦୂରେଇ ରୁହେ, ତା ଜୀବନର ଶ୍ରେଷ୍ଠ ସାଧନା ବି ସେଟା ଜଣାପଡ଼େ। ଯଦି ନିଷ୍ଠ ଇଷ୍ଟ ଏ ଜିନିଷଟାକୁ ମଣିଷ ଭିତରେ ଯଦି ଲାଗି ରଖେ, ତା ଜୀବନ ଅଭାବ ଅଶାନ୍ତି କିଛି ରହିବ ନାହିଁ। ଏଇ ସତ୍ସଙ୍ଗଟା କରିବା ପାଇଁ ତାଙ୍କର ବ୍ୟାକୁଳତା ବହୁତ ଅଛି। ସେ ମାଙ୍କର ବହୁତ ଇଚ୍ଛା ଯେ ଗୃହମାନେ ଆସି ପହଞ୍ଚିବେ, ତାଙ୍କର କିଭଳି ଭାବରେ ଚର୍ଚ୍ଚା କରାଯିବ, ଠାକୁର କିଭଳି ଭୋଗ ଫୁଲ ଆସିବ, ସେ ନୃତ୍ୟ ଯେଉଁବେଠୁ ସ୍ଥିରକୃତ ହେଲାଣି। ମୁଁ ସନାତନ ଭାଇ ପଚାରିଥିଲି କେମିତି କ'ଣ କରିବା। ଯାହା ବି ଆମର ଏ ଅଞ୍ଚଳର ଯେହେତୁ ସମ୍ମାନୀୟ ସନାତନ ଭାଇ ଆମ ମଙ୍ଗଳବାର ଜୋନ୍ର ଏ ଅଞ୍ଚଳ ଗାଡ଼ିଏ ବୁଝିବାକୁ ପଡ଼େ। ଦାଦା ନ ଆସିଲେ ମଧ୍ୟ ସନାତନ ଭାଇ ଦାୟିତ୍ୱ ଦେଇଛନ୍ତି ଏ ସତ୍ସଙ୍ଗଟା କିଭଳି ଭାବରେ ଏ ଅଞ୍ଚଳରେ କରାଯିବ। ତାଙ୍କୁ ପଚାରିକି ସେ ଜିନିଷଟା ସବୁ କରାଯାଏ। ଯେତେ ଆମର ଏ 4ଟା ଜୋନ୍ ଅଛି ଉପଜେଲା କେନ୍ଦ୍ର, ଯିଏକି କାଇମେଟିଆ, ସିହା, ଦର୍ପଣୀ, ଶାଳପଡ଼ା ତଥାକଥିତ ଭୂଷୁଣପୁର କିଛି ଅଂଶ ରହିଛି। ଏ 4ଟା ଜୋନ୍କୁ ସର୍ବତି ଭାବରେ ପରିଚାଳନା କରିବା ଦାୟିତ୍ୱରେ ସହଯୋଗ ସମ୍ମତି କ୍ରମେ ଲାଗି ରହିଛି। ଏଇ ଗୋଟିକୁ ଲାଗୁ ଚାଲୁ କରିବା ପାଇଁ ଯେତେ କଷ୍ଟ ହୁଏ, ଯେତେ ଆସେ କଷ୍ଟ ଆସେ, ତା ମଧ୍ୟ ଚାଲୁ ରଖିବାକୁ ପଡ଼େ। ବେଶୀ ଦୁଃଖଦ କଥା, ଆର ପୂର୍ବ ସତ୍ସଙ୍ଗଟା ହେଇପାରିଲା ନାହିଁ। ଏଇଟା ଆମର ଆଳସ୍ୟତାପଣ ଦେଇକି ଇଷ୍ଟକୁ ଭଲ ପାଇବାର କିଛି କମତି ରହିଛି। କିନ୍ତୁ ଚେଷ୍ଟା କରିଥିଲେ ଠାକୁରଙ୍କ ଦୟାକରଣ ସବୁବେଳେ ଅଛି। ଆମ ମନ ଭିତରେ ଯଦି ଈଶ୍ୱରକୁ ପାଇବାକୁ ହୁଏ, ତାଙ୍କୁ ସେଇ ନାମଟା ଯଦି ଠିକ୍ ଭାବରେ କରାଯାଏ, ମଣିଷ ସବୁକିଛି ঊର୍ଦ୍ଧ୍ୱକୁ ଚାଲିଯାଏ। ଯାହା ହେଉ ତାର ସେ ମଙ୍ଗଳ କିଭଳି ଭାବରେ ହଉ ଠାକୁର ପାଖରେ ବିନତି ପ୍ରାର୍ଥନା କରେ। ଆମେ ସମସ୍ତେ ଜଣେ ତ ଅଗ୍ନି ଲଗେଇଛି, ଆମେ ସମସ୍ତେ ଝାସ ଦେଉଛେ, ଯେ ନିଆଁ ପୋଇ ହେଉଛି, ବହୁତ ଆନନ୍ଦ ପାଉଛେ। ଯେ ଅଗ୍ନି ଲଗାଇବା ଲୋକଟି ତାର କେତେ ଯେ ଆନନ୍ଦ ଅନୁଭବ ହୁଏ, ଆମେ ବେଶୀ ହେଉଛି ଆନନ୍ଦ ପାଉ ଯେ ପୁଇଁ ହେଉଛେ। ଯେତେବେଳେ ଜଣେ ଅଗ୍ନି ଚାଷ କରୁଛି, ସେ ଲଗେଇବା ଲୋକ ହିଁ ବହୁତ ପୁଣ୍ୟର ଅଧିକାରୀ। ଆମର ଯିଏ ପୁଇଁ ହେଉଛି ତା ମଧ୍ୟ ଅଧିକାରୀ। କେତେ ଦୂର ଦୂରାନ୍ତର ଆସିଛନ୍ତି ଠାକୁର ନାମଟା ଶୁଣିବା ପାଇଁ, ସତ୍ସଙ୍ଗ ଆଲୋଚନା ଶୁଣିବା ପାଇଁ। ଏ ସତ୍ସଙ୍ଗ ଯିଏ ଉପବିଷ୍ଟ ଠାକୁର ଅଛନ୍ତି, ଏ ଜିନିଷଟା ଆମର ଦୁଃଖ କଷ୍ଟ ଦାରିଦ୍ର୍ୟ ସବୁ ହିଁ ସେ ନେଇପାରନ୍ତି ପୁରୁଷୋତ୍ତମ। ମଣିଷ ସେଇ ଜିନିଷଟା ଯେତେବେଳେ ତାଙ୍କୁ ଧରି ରଖି ଚାଲେ, ସିଏ ହିଁ ଅନୁଭବ କରିପାରିବ। ଥରେ ଆଶ୍ରମରେ ଜଣେ ଯେ ରୋଷ ଘରେ ସେବକାରୀ, ଯିଏକି ପାଉଁଶ ରୋଷ ହବ ପ୍ରତିଦିନ, ସେ ପାଉଁଶ କାଢ଼େ। କିନ୍ତୁ ତାର ପାଉଁଶ କାଢ଼ିବା ଭିତରେ ତାର ସେଇ ସେବାଟା ହେଉଛି ତାର ପାଉଁଶ କାଢ଼ିବା। କିମ୍ବା ରାତି ପାଇଲେ ପାଉଁଶ କାଢ଼ିବ, ଚୁଲି ସଫା ହବ, ପୁଣି ରନ୍ଧନ କାର୍ଯ୍ୟ ହବ, ଠାକୁରଙ୍କ ଭୋଗ ତିଆରି ହବ। କିନ୍ତୁ ତାପରେ କାହାର ନଜର ନଥାଏ, ଠାକୁରଙ୍କର ହିଁ ନଜର ଥାଏ। ଏ ଲୋକଟି ସବୁଦିନ ପାଉଁଶ କାଢୁଛି, ସବୁଦିନ ରୋଷ ଘର ପରିଚ୍ଛନ୍ନ କରୁଛି, କିନ୍ତୁ ତାର କିଛି ଦୁଃଖଟା କୋଉଠି ଅଛି ସେ ଜାଣନ୍ତି, ପୁରୁଷୋତ୍ତମ ଜାଣନ୍ତି। ତେଣୁ ତା ଜୀବନରେ ପିଲାପିଲି ସଂସାର ଭିତରେ କିଛି ତାର ନଥାଏ, ଏକମାତ୍ର ଈଶ୍ୱର ପ୍ରୀତି ଥାଏ। ମୁଁ ଠାକୁରଙ୍କର ରୋଷ କେମିତି ହବ, ଠାକୁର ସେବା ଶୁଶ୍ରୂଷା କେମିତି ହବ, ତାଙ୍କ ରୋଷେଇରେ କିଛି ବିଘ୍ନ ନ ଘଟେ, ସେ ଚିନ୍ତା କରିଥାଏ। ଦିନେ ସେ ଆଶ୍ରମରେ ଥାଏ, ତାଙ୍କ ଘରୁ ଟେଲିଫୋନ ଆସିଲା, ତମ ମା ସିରିୟସ୍ ବଞ୍ଚିବେନି, ତମେ କିନ୍ତୁ ଘରକୁ ଶୀଘ୍ର ଆସ। କିନ୍ତୁ ଠାକୁର କହିଲେ, ସେଇ ସମୟରେ ଠାକୁର ନିବେଦନ କରିବାକୁ ଯାଏ, ଠାକୁର ତାକୁ ଆଉ ଗୋଟେ ବାଟ ବତେଇ ଦେଉଛନ୍ତି। ସେ ଘରଟା ଗଲେ ଟିକେ ପୋଛିଦେବୁ, ସେ ଘରେ ଟିକେ କାମ କରିଦେବୁ। କିନ୍ତୁ ତାର ଆହୁରି ଘାତ ପ୍ରତିଘାତ ତା ଜୀବନରେ ଅଛି, ବିପଦ ଅଛି। ସେ ବିପଦ ଠାକୁର ହିଁ ଜାଣନ୍ତି। ସେ ଭକ୍ତ ଜଣ ଜାଣେନି ମୋର କୋଉଠି ବିପଦ ଅଛି, ବାଟରେ ଗଲେ ମାରିବି, କି ତାରରେ ଗଲେ ମାରିବି, କି ସାପ କାମୁଡ଼ାରେ ମାରିବି, ମୁଁ ତ ସେତେ ଜାଣିନି। କିନ୍ତୁ ଠାକୁରଙ୍କର ସେ ଭିତରେ ଦେଇ ଯେତେବେଳେ ସେ ତାକୁ ଅତିକ୍ରମ କରି ତାକୁ ଅନ୍ୟ କାର୍ଯ୍ୟରେ ଲଗାଉଛନ୍ତି, ବହୁତ ବ୍ୟସ୍ତ ହେଇ ପଡୁଛି। ତା ବ୍ୟସ୍ତ ଭିତରେ ମଧ୍ୟ ସେ ଠାକୁର ନିବେଦନ କରୁଛନ୍ତି। ଏମିତି ସମୟ ପଳେଇ ଯାଇଛି, 2 ଘଣ୍ଟା 3 ଘଣ୍ଟା 4 ଘଣ୍ଟା ପଳେଇଛି। ଯେତେବେଳେ ତାର ସେ ରୁମକୁ ଯୋଉ ଆସେ, ଶୋଇବାକୁ ଘରକୁ ଆସେ, ଗୋଟେ ସର୍ପ ତାର ସେ ବେଡରୁ ଯାଉଛି। ତେଣୁ ସେଇଟା ସିଏ ସେ ବେଡକୁ ଆସିଥାନ୍ତା, ଶୋଇଥାନ୍ତା କି କଣ କରିଥାନ୍ତା, ତାର ସେ ସର୍ପଘାତରେ ଜୀବନ ଯାଇଥାନ୍ତା। ଏଟା ପରମ ପୁରୁଷ ଶ୍ରୀ ଠାକୁର ଜାଣିଛନ୍ତି।
ତେଣୁ ସେଇ ଜିନିଷଟା ଭଲ ପାଇବା ଠାକୁର ହିଁ ଜାଣିଛନ୍ତି କାହାର କୋଉଠି ଘାତ ପ୍ରତିଘାତ ଅଛି। ଏବଂ ତାପରେ ପରବର୍ତ୍ତୀ ଠାକୁର ନିବେଦନ କରିଛି। ତାପରେ କହିଲା ମା ସୁସ୍ଥ ହେଇଛି ଘରକୁ ଏବଂ ନିବେଦନ କରି ଯାଇଛନ୍ତି, ଘରକୁ ଯାଇଛି ନିବେଦନ କରି। ତେଣୁ ଏଇ ହେଉଛି ଭଲ ପାଇବା ଜିନିଷ। ମଣିଷ ତାଙ୍କ ସହିତ ଭଲ ପାଇଲେ ମଣିଷର ଯେତେବେଳେ ବିପଦ ଆପଦ ଯୋଉଠି ଯାହା ଥାଏ ସିଏ ହିଁ ଜାଣିଛନ୍ତି। ଆମେ ପ୍ରକୃତି ମୁଖରେ ବେଶୀ ହଉଛେ, ମୋର ଘର କରି ଭିତରେ ଆମେ ଦୁଃଖ ପାଉଛେ। ଯେକୌଣସି ଠାକୁରଙ୍କ କାମରେ ବ୍ୟତିକ୍ରମ କରି ଯାଉଛେ ତା ପାଇଁ ବିପଦ ଅଛି, ଆପଦ ସବୁ କ୍ଷେତ୍ରରେ ଅଛି। ଆମେ ଜାଣିଶୁଣି ମଧ୍ୟ ଆମେ ସେ ବିପଦକୁ ଟାଣି ଆଣି ନିଜେ ମଧ୍ୟ ଖୋସାରେ ମାରୁଛେ। ତା ପାଇଁ ଦୁଃଖ ମୁଁ ଭୋଗୁଛି, ଅନ୍ୟମାନେ କେହି ଭୋଗୁନାହାନ୍ତି। ଏ ଦୁନିଆରେ ପ୍ରକୃତି ଚାରିଆଡେ ଘୁରି ବୁଲୁଛି, ମଣିଷ ଦୁଃଖ ଯନ୍ତ୍ରଣାକୁ ସବୁଆଡେ ଚାଲିଛି। ମଣିଷ ସେଇ ଜିନିଷକୁ ପୁଣି ତାକୁ ଆନନ୍ଦରେ ଉପଭୋଗ କରୁଛି, ଦୁଃଖ ଯନ୍ତ୍ରଣା ପାଉଛି, କଷ୍ଟ ପାଉଛି, ପିଲା ଛୁଆଙ୍କ ପାଇଁ କଷ୍ଟ ପାଉଛି, ପିତାମାତା ପାଇଁ କଷ୍ଟ, ସବୁ ହିଁ ମଣିଷର ଦାୟୀ ନିଜେ। ତ ଠାକୁରଙ୍କୁ ଯଦି ସେଇ ପ୍ରେରଣା ଭିତରେ ଦେଇ ତା ପ୍ରୀତି ଭିତରେ ଦେଇ ଭଲ ପାଇ ତାଙ୍କ ପଥରେ ଯଦି ଚାଲିଯାଏ ତା ଜୀବନରେ କେବେ ଦୁଃଖ ଆସିବ ନାହିଁ, ଯନ୍ତ୍ରଣା ଆସିବ ନାହିଁ। ତେଣୁ ମୁଁ ଏତିକି କହି ରହୁଛି। ଆମର ଯିଏ ଅଗ୍ରରେ ଅଛନ୍ତି ସନାତନ ଭାଇ ଏବଂ ସେ ତାଙ୍କର ନିବେଦନ କ୍ରମେ ସେ ଠାକୁର ମାର ଭାଷାରେ କହିବେ ପାରିବାରିକ ସତ୍ସଙ୍ଗ। ତେଣୁ ବିବରରେ ଠାକୁର ଆଲୋଚନା କରିବା ଏତିକି ରହୁଛି। ବନ୍ଦେ ପୁରୁଷୋତ୍ତମ।